मम नाथ श्री जगन्नाथ मद्गुरु श्री जगत गुरु मोदात्मा सर्वभूतात्मा तस्मै श्री गुरु गुरु विष्णु गुरुदेव महेश्वर साक्षात् परम ब्रह्म तस्मै श्री गुरवे नमः। आकाशं वन्दे पाताले वासुकी तथा माधवं वन्दे तं वन्दे सचराचर सुदामाशुलोमा सिंहवाहिनी सारे मम कण्ठे निवासाय मा वाक्यदमी नमस्ते नारायण देव हे যাহা করি রলে দুনিয়া ভাবিব छगु संखाली फुका माटिया
ରାମ ଏବଂ ବ୍ରହ୍ମ ତାରକା କାହ୍ନାରେ ବ୍ରହ୍ମ ତାରକା ପରମ ବୈଷ୍ଣବ ସତ୍ୟ ସନାତନ କୃପାମୟ କଲ୍ୟାଣମୟ ଜ୍ଞାନମୟ ଭଗବାନ ଶତପୁରୁଷ ସତ୍ୟନାରାୟଣ ମହାପ୍ରଭୁ ମହାପ୍ରଭୁ କୋଟି କୈବଲ୍ୟ ତୀର୍ଥ କୋଟି ଓଡ଼ିଆର ମୌଡ଼ମଣି କାଳିଆ ସମନ୍ଦ ଜଗତର ନାଥ ଜଗନ୍ନାଥ ମହାପ୍ରଭୁ ମହାପ୍ରଭୁ ପୂର୍ଣ୍ଣ ବ୍ରହ୍ମ ସଦଗୁରୁଙ୍କର ଅଭୟପଦ କନ୍ୟର ଅନନ୍ତ କୋଟି ଦଣ୍ଡବତ ପ୍ରଣାମ ପ୍ରଣାମ ପ୍ରାତ ସ୍ମରଣୀୟା ଉତ୍କଳ ଭାରତୀ ଭାଷା ସିଂହାସନ ରାଜରାଣୀ କବିକଣ୍ଠ ବିନୋଦିନୀ ଜଗଜ୍ଜନନୀ ପୂର୍ଣ୍ଣମାସୀ ଅଭୟା ଝଙ୍କଡ଼ବାସିନୀ ସାରଳା ମା ପିଣାପାଣି ପୀଢ଼େଶ୍ୱରୀ ମା କଙ୍ଗାଳୀଙ୍କର ଚରଣ କମଳ ତଳେ ଅନନ୍ତ କୋଟି ଦଣ୍ଡବତ ମୁଣ୍ଡିଆ ପ୍ରାତ ସ୍ମରଣୀୟ ଗୁରୁକଳ୍ପ ଭଗବାନଙ୍କର ଅବତାର ସ୍ୱରୂପ ଗୁରୁଦେବ ଏବଂ ପିତାମାତାଙ୍କର ଭୟପଦ କଞ୍ଜର ଅନନ୍ତ କୋଟି ପ୍ରଣାମ ଢାଳି ସାରିଲା ପରେ ଏ ପବିତ୍ର ଦରବାରରେ ଅଧୀନ ଦଣ୍ଡାୟ সেকেন্ডে ঘন্টা মিনিট ঘন্টা 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 অবিরাম গতিরে ঘূর্ণন কলা বেড়ে নির্দিষ্ট লক্ষ্য রক্ষি পৌঁছবা প্রয়াস করা গলা বেড়ে সময়কু সুবিনিয়োগ করি তুমি তোমার আশা স্থান বাছি নিও এবং কার্য করা সময়কু সুযোগ দেওয়া বাবুরে নিজের কর্তব্য পথরে আগে যা প্রয়াস কর তুমি তোমার আস্থান উপরে বিরাজমান কর জায়গা বাছি নিও আচ্ছা সারে কোন কহিলে বুঝি পাইল কিছু কাহ্না সার নমস্কার সাম্বৎসরিক রীতিনীতি প্রথা পরম্পরা উৎকলীয় কীর্তিরাজ গর্ব গৌরব গাথার গাথারো গাথারো অনন্য নিদর্শন সংস্কৃতি সম্পন্ন পল্লী কাহি কেউ কালর এ আর্যাবরতর ভারত ভূখণ্ডর আজ্ঞা ওড়িশা প্রদেশরে এভଳି গোটিয়ে গাঁ এই সংস্কৃতি সম্পন্ন পল্লী নরেন্দ্রপুরর অধিবাসী মানଙ୍କର সাংস্কৃতিক দায়াদ মানଙ୍କର আনুকূল্ୟରେ প্রত্যেক বর্ষ ভଳି এ বর্ষ মধ্য 2026 মସିହା ପାଇଁ সাংস্কৃতিক কার্যক্রম বিদগ্ধ কলা পালা কলাକୁ ଆପଣେଇଲା ବେଳେ আজির এই পবিত্র দরবার পুণ্যময় তিথিরে দুই পদ হরিকথাକୁ শ্রবণ করিবা পাই মনন করিবা পাই চিন্তন করিবা পাই আজ্ঞা আজ্ঞা পুরো ভাগরে মঞ্চ মণ্ডন করিথিবা মোর সমস্ত জ্যেষ্ঠ শ্রেষ্ঠ বরিষ্ঠ গরিষ্ঠ মান মানে মানে তথা ধনী মানি জ্ঞানী বিজ্ঞানী মান আর্যাবরতর কুলবধূ ভক্তিময়ী শক্তিময়ী কল্যাণময়ী কৃপাময়ী মাতৃকল্পা ভগ্নীকল্পা মা ভৌণী মান ঘরকু গলেনি হেজি আজ্ঞা ডাকবাজি যন্ত্রে হরিকথাକୁ শ্রবণ করুথিবা সমস্ত ভক্ত বিপাসু ମାନଙ୍କ নিকটরে অন্তরতম প্রদেশরু কীটপতঙ্গ তরুতৃণ সকল ঘটে নারায়ণ সমস্তଙ୍କୁ নররূপী নারায়ণ মনে করি সমস্তଙ୍କ চরণ তଳେ কোটি কোটি প্রণাম ঢালুছি কাহ্না মনুষ্য সংসার ভিতরে শ্রেষ্ঠ জীব রূপে জন্ম লাভ করেছি করিছি আজ্ঞা করিছি 56 কোটি জীব তৈরি কলা বেড়ে মহাপ্রভু মহাপ্রভু বিচার কলে ভଳି গোটাଏ জীব তৈরি করিবি যে সমস্তଙ୍କର দায়িত্ব নেব দায়িত্ব নেব সবুঠু আপন মানে জানিছন্তি আজির সাংস্কৃতিক পরিবেশকু আমি সাম্প্রদায়িক পরিস্থিতিকে চিন্তা কলা বেড়ে আজ্ঞা আজ্ঞা সাংবিধানিক ব্যবস্থা বিধি ব্যবস্থাକୁ চিন্তা নিরঞ্জনা কলা বেড়ে বিভাগ বন্টন করা হইছন্তি আজ্ঞা জনে মুখ্যমন্ত্রী মুখ্যমন্ত্রী ଅନ୍ୟ ସମସ୍ତ ବିଭାଗ ଦେଇ ନିଜର କର୍ତ୍ତବ୍ୟକୁ ଆଜି ଆଉ ଟିକେ ସୁଦୃଢ଼ କରାଇବା ପାଇଁ ପ୍ରୟାସ କରିବାକୁ ଗଲାବେଳେ ଭଗବାନ ସେଦିନ ବିଚାର କଲେ ଆଜ୍ଞା ଆଜ୍ଞା ମୁଁ ଗୋଟାଏ ଜୀବ ତିଆରି କରିବି ଏ ଜଗତରେ ସେ ଜୀବ ସମସ୍ତଙ୍କର ଦାୟିତ୍ୱ ନେବ ଜ୍ଞାନୀ ମଣ୍ଡଳୀ ଆପଣମାନେ ବିଚାରକୁ ନିଅନ୍ତୁ ଏଭଳି ଗୋଟାଏ ଜୀବ ତିଆରି କଲେ ଯେଉଁ ଜୀବର ନାମ ରଖିଲେ ଠାକୁର ମନୁଷ୍ୟ ମଣିଷ ଇଏ ମନୁଷ୍ୟ ରୂପରେ ଧରାପୃଷ୍ଠକୁ ଆସିଲା ବେଳେ ଭଗବାନ ସେଦିନ କହିଲେ
ଇଏ ସଚରାଚର ଜୀବ ଜଗତ ଭିତରେ ଯେ କେହି ତମେ ଆସ ସମୟ ଆସିବ ଦିନେ ନା ଦିନେ ମୋ ପାଖକୁ ଫେରିବା ପାଇଁ ପଡିବ 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 କିନ୍ତୁ ସଂସାରରେ ସମସ୍ତେ ଦିନେ ନା ଦିନେ ଫେରିବେ ସତ ଫେରିବେ ଫେରିବେ କାହ୍ନା ଆରେ ଏଇଥିପାଇଁ ଆପଣ ମାନଙ୍କର ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ କେଇ ଜଣ କବି ମାନଙ୍କ ଭିତରେ ସେଦିନ ମା ବାଗବାଦିନୀ ବୀଣାପାଣିଙ୍କର ଅମୀୟ ଗନ୍ତା ଘର ଭିତର ଭାବରେ କେଇଟି ଅକ୍ଷରକୁ ନେଇ ଗୋଟାଏ ଗୋଟାଏ ମାଳା ତିଆରି କରିବାକୁ ଗଲା ବେଳେ ଠିକ ଠିକ ମନେ ପଡିଗଲା ସେଦିନ ଗଣକବି ବୈଷ୍ଣବ ପାଣିଙ୍କର ପାଣି କର ପାଣି ମା ବୀଣାପାଣିକି ନିବେଦନ କରି ଆଜି ଗୋଟାଏ ଏଭଳି ଭକ୍ତି ଅର୍ଘ୍ୟ ଦେଲେ ଆପଣ ମାନଙ୍କ ପାଇଁ ଏ ପୁଅ ବ୍ରାହ୍ମଣ ଘରର ପୁଅ ଓ ଆଜ୍ଞା କର୍ମ ବିଚ୍ୟୁତ ହେଇଗଲା ବୋଲି ସଂସାରରେ ଯେତିକି ନିନ୍ଦା ପାଇଲେ ମଧ୍ୟ ଆଜି ସଂସାରରେ ଏତେ କୀର୍ତ୍ତି ଆପଣ ମାନେ ଜାଣିଛନ୍ତି ଆଜ୍ଞା ସେଦିନ କବି ସମ୍ରାଟ ଭଞ୍ଜଙ୍କର ଲେଖା ଆଜି ଏତେ ଉଜ୍ଜ୍ୱଳତମ ହେଲା ନିଷ୍ଠ ହେଇଗଲା ଆମ ସଂସାର ତାଙ୍କୁ ସମ୍ରାଟ ଉପାଧି ଦେଲା ହଁ 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 ଯଦୁମଣି ମହାପାତ୍ର ଲେଖା ଏତେ ବଳିଷ୍ଠ ହେଲା ଘଣ୍ଟ ହଳ ସମସ୍ତେ କହିଲେ ଏ ଉତ୍କଳର ଘଣ୍ଟ ଭଳି ଗୋଟେ ନିନାଦ କରୁଛି ତାଙ୍କ ଲେଖା ଗୁଡାକ ତାଙ୍କ ଶବ୍ଦ ଗୁଡାକ କାହ୍ନା ଭକ୍ତ କବି ଦିନ କୃଷ୍ଣ ଦାସ ଆପଣ ମାନଙ୍କର ଯେତେ କବି ସୃଷ୍ଟି ହେଲେ ସବୁ କବି ମାନଙ୍କ ପାଇଁ ଗୋଟାଏ ଗୋଟାଏ ଉପାଧି ମିଳିଲା ଆଜି ଆମେ ଅଧୁନା ଯୁଗରେ ଯେତେ କବି ମାନଙ୍କୁ ପାଏ ଏ ସବୁ କବି ମାନଙ୍କ ପଛରେ ଗୋଟାଏ ଗୋଟାଏ ଉପାଧି ଅଛି ଉପାଧି ଅଛି ଆମେ ଯେମିତି ବର୍ତ୍ତମାନ ଯୁଗରେ ବର୍ତ୍ତମାନ ସମୟରେ ଜଣେ କବିଙ୍କୁ ପାଇଛେ ଯାହାଙ୍କର ପଶ୍ଚାତ ଭାଗରେ କବି କେତନ ଉପାଧି ଅଛି ଅଛି ଆପଣ ମାନଙ୍କର ଗର୍ବ ଗୌରବ ଆପଣ ମାନଙ୍କର ଅଞ୍ଚଳର ପୁଅ କବି କେତନ ଉପାଧି ଅଛି ଗୌରଚରଣ ସାମନ୍ତ ସିଂହାର ହେ ପୁଅ ଯେତେ କବି ଇଏ ମା ବୀଣାପାଣି କାହାର ଋଣୀ ନୁହନ୍ତି ନାଇଁ ଆଜ୍ଞା ମା କହିଲେ ମୋ ପାଇଁ ଯିଏ ଯେତିକି ସମୟ ଦେଇଛି ତାକୁ ଦେଇ ଦେଇଛି ତା ପ୍ରତିବଦଳରେ ତାକୁ ଦେଇଛି ଦେଇଛି ଫେରେଇ ଦେଇଛି କାଲି ମୁଁ ଶୁଣୁଥିଲି ଆପଣ ମାନେ ଏଠି ଯେଉଁ ମୁଖ୍ୟ ମୁଖ୍ୟ ବକ୍ତା ଏଇ ଆପଣ ମାନଙ୍କ ଭଳି କେଇ ଜଣ ବିଦ୍ୱାନ ମାନଙ୍କ ଭିତରୁ ଛାଣି ନେଇ ଆଜି ଉପରେ ବସେଇଥିଲେ ସେମାନଙ୍କର ଉର୍ବଶୀଳ ଯେଉଁ ଭାଷଣ ଏ ଭାଷଣ କାଲି କର୍ଣ୍ଣ ପବିତ୍ର କରିଦେଇଛି ଆଉ ପାଲା ବାଲା କଣ ମୁଁ ମନେ ମନେ ଭାବୁଥିଲି ମୁଁ କହିଲି ଯେତିକି ବିଦ୍ୱାନ ବ୍ୟକ୍ତି ମାନେ ଏଠି ବସିଛନ୍ତି ଯେତେ ଜଣ ବସିଥିଲେ ସମସ୍ତେ ଗୋଟାଏ ଗୋଟାଏ ଶ୍ଲୋକ ଗାଇଲେ କଣ କରିବା ସମସ୍ତେ ଛାନ୍ଦ ଗାଇଲେ ମୁଁ କହିଲି ପାଲା ବାଲା କଣ ଏମିତି କରିବେ କଣ କରିବା ଯେ ଆପଣଙ୍କ ମନକୁ ସନ୍ତୋଷ କରିବେ ତଥାପି ଆପଣ ମାନଙ୍କ ଭିତରେ କେଇ ଜଣ ବିଦ୍ୱାନ ମାନଙ୍କୁ ଆପଣ ମାନଙ୍କର ଆଶୀର୍ବାଦକୁ ପାଥେୟ କରି କେଇ ପଦ କଥା କହିବା ପାଇଁ ମନ ଭିତରେ ଆଶା ଆଶୁ ମାରି ସ୍ୱପ୍ନ ନେଲା ବେଳେ ହେ ବିଦଗ୍ଧ କଦମ୍ବ ଆପଣ ମାନେ ଟିକେ ବିଚାରକୁ ନିଅନ୍ତୁ କାହ୍ନାରେ ଗୋଟାଏ ପଦ ଗଣକବି ବୈଷ୍ଣବ ପାଣିଙ୍କର ଲେଖା ଦେଇଛି କହିଲେ ଯାହା କରିଗଲେ ଦୁନିଆ ଭାବିବ ତାହା ଯାଇଥାଅ କରିରେ ମରିଯିବୁ ଯେବେ କାନ୍ଦିବେ ସରବେ ନୟନୁ ବୁହାଇ ବାରିରେ ସଂସାରକୁ ସମସ୍ତେ ଆସିଛେ ଦିନେ ନା ଦିନେ ଯିବା କିନ୍ତୁ ଗଲା ବେଳେ ଯଦି ପଶ୍ଚାତ ଭାଗରେ କେହି ଜଣେ ଦି ଧାର ଆଖିରୁ ଲୁହ ଝରେଇଗଲା ନା କଣ ଆଜ୍ଞା ଆଜ୍ଞା ତାହେଲେ ଇଏ ମନୁଷ୍ୟ ଜନ୍ମର ସାର୍ଥକ ହେଇଯିବ ବୋଲି ଇଚ୍ଛା ଠିକ ଠିକ ନାଇଁ ଆମେ ଜାଣିଛେ ସଂସାରରେ ସେଇମାନଙ୍କ ପାଇଁ ଏ ଜଗତ କାନ୍ଦେ କିଏ ଭଲାଇଆ କବି କଳାକାର ଭଗତ ଦେଶ ସେବ ଏମାନେ ଗଲେଣି ସତ ତାଙ୍କ କୀର୍ତ୍ତିକି ସ୍ମରଣ କରି ପଶ୍ଚାତ ଭାଗରେ ଇଏ କବି କଳାକାର ଦେଶ ସେବକ ଭକ୍ତ ଏଇମାନଙ୍କୁ କଥା ମନେ ପଡିଗଲା ଆଖିରୁ ଦି ଧାର ଲୋତକ ଝରେ ମୋ ଜ୍ଞାନୀ ବାପା ମାନେ ଆପଣ ମାନେ ବିଚାରକୁ ନିଅନ୍ତୁ ମୁଁ କାହିଁକି କଥା କହିଲି ଆସିଲା ବେଳେ ଜଣେ ଭାଇ କହୁଥିଲେ ଟିକେ ଛାନ୍ଦ ଚୌପଦୀ ହବ ଛାନ୍ଦ ଚୌପଦୀ ଚମ୍ପୁ ହବ ଆପଣ ମାନେ ତ କେତେ ଗାଣ ମାନଙ୍କୁ ଦେଖିଲେଣି ଆମେ ପାଲା ବାଲା ଯେତିକି ପାଲା ଗାଉନୁ ଆପଣ ମାନେ ତାଠାରୁ ଅଧିକା ପାଲା ଦେଖୁଛନ୍ତି ଶୁଣି ଶୁଣିକି ତ ନା କଣ ମଉସା ଅଧିକା ପାଲା ଦେଖୁଛନ୍ତି ଆଉ ଏ ମାଟି ये नयागढ़ माटी बाबूरे एते महान माटी एठी कवि सृष्टि एठी काव्य सृष्टि एठी कृति सृष्टि एठी ऐतिह्य सृष्टि रह रह भय लागु पाटी कोटा काई भय लागु तते काई भय लागु
ପଇସା ନବୁନି ବସ୍ ପାଟି କରଲା ଜ୍ଞାନୀ ମଣ୍ଡଳୀ ଆପଣ ମାନେ ବିଚାର କୁନିଅନ୍ତୁ ଗୁଡାଏ ପଦ ଛାନ୍ଦ ଗାଉଛି ହେ ପୁଅ କବି ହେଲେ ଆପଣ ମାନଙ୍କର ବ୍ରଜବନ୍ଧୁ ରଥ ବ୍ରଜ ଭାଇନା ଲେଖିବେ ରେ ବ୍ରଜ ଭାଇନା ପାଟି କରନା ବ୍ରଜ